ଆଜିର ସୁବିଚାର ନିଜ ପାଖରେ ଯେତେ ଜ୍ଞାନ ଆଉ ଦକ୍ଷତା ଥିଲେ ବି ଯଦି ଆପଣଙ୍କ ପାଖରେ ସାହସ ନାହିଁ ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବେ ନାହିଁ। ତେଣୁ କାମ କରିବା ପୂର୍ବରୁ ପ୍ରଥମେ ନିଜ ସାହସକୁ ଏକଜୁଟ କରି କାମ ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ସମୟ କାହାକୁ ସଫଳତା ଦେଇ ନଥାଏ। ସମୟକୁ ଯିଏ ସଠିକ ଭାବେ ବ୍ୟବହାର କରିଥାଏ ସେ ହିଁ ସଫଳ ହୋଇଥାଏ। କେହି ମିଠା ମିଠା କଥା କହିଦେଲେ ଫସି ଯାଆନ୍ତୁ ନାହିଁ। କିଏ ଜାଣେ କାହା ମନ ଭିତରେ କ'ଣ ଅଛି। ସତର୍କ ରୁହନ୍ତୁ। ମନେ ରଖନ୍ତୁ, ଖରାପ ସମୟ ଦିନେ ବଦଳିଯିବ, କିନ୍ତୁ ବଦଳି ଯାଇଥିବା ଲୋକ ସବୁ ଦିନ ପାଇଁ ମନେ ରହିଯିବ। ସମୟ, ଶକ୍ତି, ଶରୀର, ପଇସା ସବୁ ସମୟରେ ସହଯୋଗ କରି ନଥାଏ, କିନ୍ତୁ ଭଲ ବ୍ୟବହାର, ଭଲ ଭାବନା, ଭଲ ଆଧ୍ୟାତ୍ମିକତା, ଭଲ ଆନ୍ତରିକତା ସବୁ ସମୟରେ ସାହାଯ୍ୟ କରିଥାଏ। ଶୀତ ସକାଳର କୁହୁଡ଼ି ବି ଆମକୁ ଏକ ଶିକ୍ଷା ଦିଏ କି ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତା ନ କରି ସେତିକି ଯାଅ। ସେଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ। ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ୱାଭାବିକ, ହେଲେ ନିଜ ପାଖରେ ଯାହା ଅଛି ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷ ଭାବ ରହିବା ଦରକାର। କିଛି ଲୋକ ଅନ୍ୟମାନଙ୍କୁ ତେଜପତ୍ର ଭଳି ମନେ କରନ୍ତି। କାମ ବେଳେ ବ୍ୟବହାର କରନ୍ତି, କାମ ସରିଗଲା ପରେ ଫୋପାଡ଼ି ଦିଅନ୍ତି। ପ୍ରକୃତ ବନ୍ଧୁ ସେ ନୁହଁ ଯେ ଆମକୁ ପ୍ରତ୍ୟେକ କଥାରେ ବିନା କାରଣରେ ବିରୋଧ ଓ ସମାଲୋଚନା କରୁଥାଏ। ପ୍ରକୃତ ବନ୍ଧୁ ତ ସିଏ ଯିଏ ଆମ ନୀରବତାର ଶବ୍ଦକୁ ବି ଅନୁଭବ କରିପାରୁଥାଏ। ସବୁବେଳେ ନିଜର ଭଲ ଚିନ୍ତା କରିବା ସହିତ ଅନ୍ୟମାନଙ୍କର ବି ଭଲ ଚିନ୍ତା କରିବା ଉଚିତ। ନିଜ ପାଦକୁ ଖୁବ୍ ସାବଧାନତାର ସହିତ ପକାନ୍ତୁ, କାରଣ ବହୁତ ଲୋକ ଅପେକ୍ଷା କରିଛନ୍ତି କେବଳ ତୁମର ଗୋଟେ ଭୁଲ ଧରି ପାଦକୁ ଭିଡ଼ିବା ପାଇଁ। ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତାର ମନ। ଯଦି ମନ ସଫା ନଥିବ ତାହେଲେ ଚମକୁଥିବା ଚେହେରାର ବି କୌଣସି ମୂଲ୍ୟ ରୁହେ ନାହିଁ। ଯଦି ଆମର ପଛକୁ ହଟିଯିବା ଦ୍ୱାରା କାହାର ଭଲ କିମ୍ବା ମଙ୍ଗଳ ହୁଏ ତାହେଲେ ହଟିଯିବା ଉଚିତ। ଆଜି ପାଇଁ ଏତିକି, ପୁଣି ଦେଖା ହେବ। ଜୟ ଜଗନ୍ନାଥ।